ହ୍ୟାଲୋ ପିଲାମାନେ, ଜୟ ଜଗନ୍ନାଥ। ମୁଁ ଆପଣଙ୍କ ପାଇଁ ନୂଆ ଏକ ଭିଡ଼ିଓ ନେଇ ଆସିଛି। ଷଷ୍ଠ ଶ୍ରେଣୀର ଜୋଗ୍ରାଫି ମୁଁ ଆପଣଙ୍କ ପାଇଁ ନେଇ ଆଇଛି। ଚାଲନ୍ତୁ ଆଉ ଅପେକ୍ଷା ନ କରି କ୍ୱେଶ୍ଚିନ୍ ଆଲୋଚନା ଡିସ୍କସନ୍ କରିବା। ପ୍ରଥମ କ୍ୱେଶ୍ଚିନ୍ ହେଲା, ପୃଥିବୀର ଆକୃତି କିପରି? ପୃଥିବୀର ଆକୃତି ଜିଓଡି ପରି। ପୃଥିବୀର ଆକୃତି ଜିଓଡି ପରି। ପୃଥିବୀର ଆକୃତି କିପରି? ପୃଥିବୀର ଆକୃତି ଜିଓଡି ପରି। ଦ୍ୱିତୀୟ କ୍ୱେଶ୍ଚିନ୍କୁ ଯିବା। ପୃଥିବୀକୁ ଦୁଇ ସମାନ ଭାବରେ ବିଭକ୍ତ କରୁଥିବା କଳ୍ପନା ରେଖାକୁ କ'ଣ କୁହାଯାଏ? ଭୂମଧ୍ୟ ରେଖା। ତାକୁ କେଉଁ ରେଖା କୁହାଯାଏ? ଭୂମଧ୍ୟ ରେଖା କୁହାଯାଏ। ପ୍ରଧାନ ମେରିଡ଼ିଆନ୍ କେଉଁଠାରୁ ଯାଇଛି? ପ୍ରଧାନ ମେରିଡ଼ିଆନ୍ ଗ୍ରୀନିଚ୍ରୁ ଯାଇଅଛି। ପ୍ରଧାନ ମେରିଡ଼ିଆନ୍ ଗ୍ରୀନିଚ୍ରୁ ଯାଇଅଛି। ପୃଥିବୀର ଆଦର୍ଶକୁ କ'ଣ କୁହାଯାଏ? ଗ୍ଲୋବ୍ କୁହାଯାଏ। ମାନେ ପୃଥିବୀର ଆଦର୍ଶ ଆକୃତିକୁ ଗ୍ଲୋବ୍ କୁହାଯାଏ। କାରଣ ପୃଥିବୀ ହେଉଛି ଏକ ବିଶାଳ ବଡ଼ ଦେଶ, ଯାହାକୁ କି ଆମେ ଏକ ଛୋଟ ମାଧ୍ୟମରେ ତାହାକୁ ଆମେ ପ୍ରକାଶିତ କରିପାରିବା। ସେହି ଯୋଗୁଁ ଏହାକୁ ଏକ ଆଦର୍ଶ ଆକୃତି ବୋଲି କୁହାଯାଏ। ପୃଥିବୀକୁ ଏକ ପୂର୍ଣ୍ଣ ଭ୍ରମଣ କରିବାକୁ କେତେ ସମୟ ନିଏ? 24 ଘଣ୍ଟା, ଅର୍ଥାତ୍ ଗୋଟିଏ ଦିନ। ପୂର୍ଣ୍ଣ ପରିଭ୍ରମଣ କରିବାକୁ। ସୂର୍ଯ୍ୟ କେଉଁ ଦିଗରୁ ଉଦୟ ହୁଅନ୍ତି? ଏଇଟା ପିଲାମାନେ ତୁମେ ସମସ୍ତେ ଜାଣିଥିବ। ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହୁଅନ୍ତି ଏବଂ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି। ଭାରତ କେଉଁ ମହାଦେଶରେ ଅବସ୍ଥିତ? ଏସିଆ ମହାଦେଶରେ ଅବସ୍ଥିତ। ଭାରତ ଏସିଆ ମହାଦେଶରେ ଅବସ୍ଥିତ। ସବୁଠାରୁ ବଡ଼ ଅକ୍ଷାଂଶ ରେଖାକୁ କ'ଣ କୁହାଯାଏ? ଭାରତର ସବୁଠାରୁ ବଡ଼ ଅକ୍ଷାଂଶ ରେଖାକୁ ଭୂମଧ୍ୟ ରେଖା କୁହାଯାଏ। ଅନ୍ୟପକ୍ଷରେ ଏହାକୁ କୁହାଯାଏ ମଧ୍ୟ, ଯେଉଁ ରେଖା ଭାରତକୁ ସମାନ ଦୁଇ ଭାଗରେ ବିଭକ୍ତ କରିଅଛି, ତାହାକୁ ଭୂମଧ୍ୟ ରେଖା ବା ଭାରତର ସବୁଠାରୁ ବଡ଼ ଅକ୍ଷାଂଶ ରେଖା ମଧ୍ୟ କୁହାଯାଏ। ସମୁଦାୟ କେତୋଟି ମହାଦେଶ ଅଛି? 7ଟି ମହାଦେଶ ଅଛି। ମାନଚିତ୍ରମାନଙ୍କର ପୁସ୍ତକମାନଙ୍କୁ କ'ଣ କୁହାଯାଏ? ଆଟଲାସ୍। ଯାହାକୁ କି ଆମେ ସମସ୍ତ ମାନଚିତ୍ରକୁ ସେଠାରେ ପାଠ ପଢ଼ି ପାରିବା, ତାହାକୁ କୁହାଯାଏ ଆଟଲାସ୍। ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବାକୁ କେତେ ସମୟ ନିଏ? 365 ଦିନ, ଅର୍ଥାତ୍ 6 ଘଣ୍ଟା। 365 ଦିନ, 6 ଘଣ୍ଟା। ପୃଥିବୀକୁ ଦୁଇ ସମାନ ଭାଗରେ ବାଣ୍ଟୁଥିବା ରେଖାକୁ କ'ଣ କୁହାଯାଏ? ଭୂମଧ୍ୟ ରେଖା। କେଉଁ ରେଖା? ଭୂମଧ୍ୟ ରେଖା। ପୃଥିବୀ କେଉଁ କେଉଁ ଦିଗରୁ ଘୂରେ? ପଶ୍ଚିମରୁ ପୂର୍ବକୁ। ପୃଥିବୀ ପଶ୍ଚିମରୁ ପୂର୍ବକୁ ଘୂରିଥାଏ। ପୃଥିବୀ ଅର୍ଦ୍ଧଗୋଲା ଅଟେ? ପୃଥିବୀର ଦୁଇଟି ଅର୍ଦ୍ଧଗୋଲା ଅଟେ। ପୃଥିବୀର ଦୁଇଟି ଅର୍ଦ୍ଧଗୋଲା ଅଟେ। ଉତ୍ତର ଧ୍ରୁବ ଓ ଦକ୍ଷିଣ ଧ୍ରୁବ ପୃଥିବୀର ଅଟନ୍ତି? ଧ୍ରୁବବିନ୍ଦୁ ଅଟନ୍ତି। ପୃଥିବୀର ଧ୍ରୁବବିନ୍ଦୁ ଅଟନ୍ତି। ପୃଥିବୀ ସମତଳ ଅଟେ? ଏହା ଭୁଲ। ପୃଥିବୀ ଚେପ୍ଟା, ସାମାନ୍ୟ ଚେପ୍ଟା ଦେଖାଯାଏ। ସୂର୍ଯ୍ୟ ଗୋଟିଏ ତାରା ଅଟେ? ଏହା ଠିକ୍ ଆନ୍ସର। ସୂର୍ଯ୍ୟ ଏକ ତାରା ଅଟେ। ପୃଥିବୀ ନିଜ ଅକ୍ଷରେ ଘୂରେ? ଏହା ଠିକ୍। ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରି ବୁଲେ। ଗ୍ଲୋବ୍ ପୃଥିବୀଠାରୁ ବଡ଼? ନା, ଏହା ଭୁଲ ଅଟେ। ଗ୍ଲୋବ୍ ହେଉଛି ପୃଥିବୀକୁ ସାମାନ୍ୟ ଏକ କ୍ଷୁଦ୍ର ଜିନିଷ ସାହାଯ୍ୟରେ ପରିଦର୍ଶନ କରିବା ପାଇଁ ଏହା ଆମକୁ ସାହାଯ୍ୟ କରିଥାଏ। ଭାରତ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ? ଏହା ଭୁଲ ଅଟେ। ଭାରତ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ପିଲାମାନେ, ଏଥର ଆପଣଙ୍କ ପାଇଁ ଆଉ ଏକ କ୍ୱେଶ୍ଚିନ୍ ଆସିଛି। ପୃଥିବୀର ଗତି ବିଷୟରେ ବର୍ଣ୍ଣନା କର।
ପୃଥିବୀ ଦୁଇ ପ୍ରକାରର ଗତି ଅଛି। ପ୍ରଥମେ ହେଉଛି ଗୋଟେ ହେଉଛି ଘୂର୍ଣ୍ଣନ ଆଉ ଗୋଟେ ହେଉଛି ପରିକ୍ରମା। ଘୂର୍ଣ୍ଣନ ହେଉଛି ରୋଟେସନ୍, ପରିକ୍ରମା ହେଉଛି ରିଭଲ୍ୟୁସନ୍। ଘୂର୍ଣ୍ଣନ କ'ଣ? ପୃଥିବୀ ନିଜ ଅକ୍ଷ ଚାରିପଟେ ପଶ୍ଚିମରୁ ପୂର୍ବକୁ ଘୂରି ବୁଲେ। ପଶ୍ଚିମରୁ ପୂର୍ବକୁ ଘୂର୍ଣ୍ଣନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ତାକୁ 24 ଘଣ୍ଟା ସମୟ ନିଏ। ଏହି ଘୂର୍ଣ୍ଣନ ଫଳରେ ଦିନ ଓ ରାତି ହୋଇଥାଏ। ସୂର୍ଯ୍ୟ ଯେଉଁ ଅଂଶ ଦିଗକୁ ରହେ ସେଠାରେ ଦିନ ହୁଏ, ଯେଉଁ ଅଂଶରୁ ଦୂରରେ ରହେ ସେଠାରେ ରାତି ହୋଇଥାଏ। ଦ୍ୱିତୀୟରେ ଆସିଲା କ'ଣ? ପରିକ୍ରମା। ପରିକ୍ରମା ହେଉଛି ପୃଥିବୀ ସୂର୍ଯ୍ୟକୁ ନିର୍ଦ୍ଦିଷ୍ଟ ପଥରେ ପରିକ୍ରମା କରେ। ଏହାକୁ ପରିକ୍ରମା କୁହାଯାଏ। ଏହି ପରିକ୍ରମା ସମ୍ପୂର୍ଣ୍ଣ କରିବାକୁ 365 ଦିନ ଅର୍ଥାତ୍ 6 ଘଣ୍ଟା ସମୟ ନେଇଥାଏ। 6 ଘଣ୍ଟା ସମୟ ନିଏ। ଏହା ଫଳରେ ପରିବର୍ତ୍ତନ ହୋଇ ଗ୍ରୀଷ୍ମ, ବର୍ଷା, ଶୀତ ଋତୁ ଇତ୍ୟାଦି ଦେଖାଯାଏ। ସେହିପରି ପୃଥିବୀର ଗତି ଦିନ ଓ ରାତି ପରିବର୍ତ୍ତନର କାରଣ। କାହାର ଗତି? ପୃଥିବୀର ଗତି। ମାନଚିତ୍ର ଓ ଗ୍ଲୋବ ମଧ୍ୟରେ ପାର୍ଥକ୍ୟ। ଦ୍ୱିତୀୟ କ୍ୱେଶ୍ଚିନ୍ ହେଉଛି ମାନଚିତ୍ର ଓ ଗ୍ଲୋବ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଗ୍ଲୋବ ହେଉଛି ଏହା ଏକ ପୃଥିବୀର ଗୋଲାକାର ଆଦର୍ଶ ଆକୃତି। ଏହା ତ୍ରିମାତ୍ରିକ ଆକୃତି ବା 3D ଆକୃତି। ଏଥିରେ ମହାଦେଶ, ସାଗର ସଠିକ୍ ଆକାରରେ ଦେଖାଯାଏ। ଗ୍ଲୋବ ବହନ କରିବା କଷ୍ଟକର, ମାନେ ଏହାକୁ ଗୋଟିଏ ଜାଗାରୁ ଅନ୍ୟ ସ୍ଥାନକୁ ନେବା କଷ୍ଟକର ହୋଇଥାଏ। ମାନଚିତ୍ର ପୃଥିବୀ କିମ୍ବା ତାହାର ଏକ ଅଂଶର ସମତଳ ଚିତ୍ର। ଏହା ଦ୍ୱିମାତ୍ରିକ 2D ଆକୃତି। ଏହା ସହଜରେ ବହନ କରାଯାଏ ଏବଂ ଏଥିରେ ଦୂରତା ଓ ଦିଗ ଦର୍ଶନ କରାଯାଏ। ଏହିପରି ମାନଚିତ୍ର ଓ ଗ୍ଲୋବ ମଧ୍ୟରେ ଆକୃତି ପରିବର୍ତ୍ତନ ପାର୍ଥକ୍ୟ ଅଛି। ପରବର୍ତ୍ତୀ କ୍ୱେଶ୍ଚିନ୍ ଆସିଲା ଆପଣଙ୍କ ପାଇଁ ମହାଦେଶ ଓ ମହାସାଗର ନାମ ବିବରଣୀ କର। ଆମର କେତୋଟି ମହାଦେଶ ଅଛି? 7ଟି ମହାଦେଶ। ପ୍ରଥମେ ଏସିଆ ସବୁଠାରୁ ବଡ଼ ମହାଦେଶ। ଆମ ଭାରତର କେଉଁ ମହାଦେଶରେ ଅବସ୍ଥିତ? ଏସିଆ ମହାଦେଶରେ ଅବସ୍ଥିତ। ଏସିଆ, ଆଫ୍ରିକା, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଯାହା ସବୁଠାରୁ ଛୋଟ ମହାଦେଶ, ଆଣ୍ଟାର୍କଟିକା ବରଫରେ ଆବୃତ ଏବଂ ଆମର 5ଟି ସାଗର ରହିଅଛି ଯାହା ହେଉଛି ପ୍ରଶାନ୍ତ ସାଗର ସବୁଠାରୁ ବଡ଼, ଆଟଲାଣ୍ଟିକ୍ ସାଗର, ଭାରତ ସାଗର, ଆର୍କଟିକ୍ ସାଗର, ଦକ୍ଷିଣ ସାଗର। ଦ୍ୱିତୀୟ କ୍ୱେଶ୍ଚିନ୍କୁ ଯିବା। ଅକ୍ଷାଂଶ ଓ ଦ୍ରାଘିମାର ଗୁରୁତ୍ୱ ବିଷୟରେ ଲେଖ। ଅକ୍ଷାଂଶ ଓ ଦ୍ରାଘିମା ହେଉଛି ପୃଥିବୀର ଏକ କାଳ୍ପନିକ ରେଖାମାନେ ଅକ୍ଷାଂଶ ଭୂମଧ୍ୟ ରେଖା ସହ ସମାନ୍ତର ରହେ। ଦ୍ରାଘିମା ଉତ୍ତର ଓ ଦକ୍ଷିଣ ଧ୍ରୁବକୁ ଯୋଡ଼େ। ଏହା ଦ୍ୱାରା ପୃଥିବୀର କୌଣସି ସ୍ଥାନ ଠିକ୍ ଅବସ୍ଥାନ ଜଣାଯାଏ। ନାଭିଗେସନ୍ ଓ ବିମାନ ଯାତ୍ରାରେ ଏହାର ଅଧିକ ଗୁରୁତ୍ୱ ଅଛି। ଦିଗ ବିଷୟରେ ବର୍ଣ୍ଣନା କର। ଆମମାନଙ୍କର କେତୋଟି ଦିଗ ଅଛି? ଆମମାନଙ୍କର ମୁଖ୍ୟ ଭାବରେ 4ଟି ଦିଗ ରହିଅଛି। ପ୍ରଥମେ ହେଉଛି ପୂର୍ବ ଦିଗ, ପଶ୍ଚିମ ଦିଗ, ଉତ୍ତର, ଦକ୍ଷିଣ। ଏହାକୁ ତୁମେମାନେ ପିଲାମାନେ ଛୋଟବେଳେ ପଢ଼ିଥିବ। ଏବଂ ଉପଦିଗ ଗୁଡ଼ିକ ହେଉଛି ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ, ଦକ୍ଷିଣ ପୂର୍ବ, ଦକ୍ଷିଣ ପଶ୍ଚିମ। ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ, ଦକ୍ଷିଣ ପୂର୍ବ, ଦକ୍ଷିଣ ପଶ୍ଚିମ। ଏହା ଦ୍ୱାରା ଆମର କି ଉପକାର ହୋଇଥାଏ? ଦିଗ ଜାଣିଲେ ଆମ୍ଭେମାନେ ସଠିକ୍ ରାସ୍ତାରେ ଅନୁସରଣ ବା ଅବସ୍ଥାନ ଜାଣିପାରୁ ଏବଂ ମାନଚିତ୍ର ଦିଗ ଦର୍ଶାଇବା ପାଇଁ ଦିଗ ସୂଚକ ବ୍ୟବହାର କରାଯାଏ, ଯାହାକୁ କି ଆମେ ବ୍ୟବହାର କରି କେଉଁ ଦିଗରେ ଦିଗ୍ଦର୍ଶନ କରିବା ଆମକୁ ସାହାଯ୍ୟ ମିଳିଥାଏ।
ପିଲାମାନେ ଏତିକିରେ ତୁମ୍ଭମାନଙ୍କର ସମସ୍ତ ଜୋଗ୍ରାଫିର ମୁଁ ସିଲେକ୍ସନ୍ କୋଶ୍ଚିନ୍ ଡିସ୍କସନ୍ କରିଦେଇଛି। ତେବେ ପିଲାମାନେ ପରୀକ୍ଷା ପୂର୍ବରୁ ଏହି ଭିଡ଼ିଓଟି ନିଶ୍ଚୟ ଦେଖିବେ। ଏହି ଭିଡ଼ିଓଟି ଆପଣମାନଙ୍କୁ ଏକ ସୁଯୋଗ ବହୁତ ମାତ୍ରାରେ ସାହାଯ୍ୟ କରିବ ଏବଂ ଏହି ଭିଡ଼ିଓଟି ଆପଣମାନଙ୍କୁ ଯଦି ଆନନ୍ଦ କରିଥିବ, ଭଲ ଲାଗିଥିବ, ତାହେଲେ ଏହି ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ ଏବଂ ଅନେକ ମାତ୍ରାରେ କମେଣ୍ଟ କରିବେ। ଯଦି ଏହିଭଳି ଆହୁରି ଅନେକ ଭିଡ଼ିଓ ଦରକାର, ଯାହା ମାଧ୍ୟମରେ କି ଆପଣମାନଙ୍କୁ ଆମେ କିଛି ସିଲେକ୍ସନ୍ କୋଶ୍ଚିନ୍ ଦେଇପାରିବୁ ଏବଂ ଏହା ଆପଣଙ୍କ ପରୀକ୍ଷାରେ ଉପଯୋଗୀ ହୋଇପାରିବ, ତେବେ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ ଦବାଇ ଦିଅନ୍ତୁ। ଏହାଦ୍ୱାରା ଆପଣମାନେ ଆମ ସହିତ ଯୋଡ଼ି ହୋଇକି ରହିଲେ ଆମେ ଆପଣଙ୍କୁ ଅଧିକ ମାତ୍ରାରେ ସାହାଯ୍ୟ କରିପାରିବୁ। ବର୍ତ୍ତମାନ ରଖୁଛି। ଜୟ ଜଗନ୍ନାଥ।